କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ, କିନ୍ତୁ ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି। ହଠାତ୍ ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଉପକୂଳରୁ ଆଭ୍ୟନ୍ତର ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉପାନ୍ତ ଖରା ଗରମରେ ସିଝୁଛନ୍ତି ରାଜ୍ୟବାସୀ। ମାଘ ମାସରେ ଜାଡ଼ ଶୀତ ବଦଳରେ କଲବଲ କରୁଛି ଖରା। ଫେବୃଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି। ଗତ 24 ଘଣ୍ଟାର ତାପମାତ୍ରା ଉପରେ ନଜର ପକାଇଲେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା 34.5 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା 34.2 ଡିଗ୍ରୀ, ମାଲକାନଗିରି ଏବଂ ପାରଲାଖେମୁଣ୍ଡିରେ 34 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱର ତାପମାତ୍ରା 32.9 ଡିଗ୍ରୀ ସହିତ ରାଜ୍ୟର 15ଟି ସହରରେ ତାପମାତ୍ରା 32 ଡିଗ୍ରୀ ଉପରେ ରେକର୍ଡ ହୋଇଛି। ରାତି ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି।